ନୟାଗଡ଼ରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର। ଗୋଟିଏ ଘରେ ପଡ଼ି ରହିଛି ବାପ ଝିଅଙ୍କ ମୃତଦେହ। ଝିଅକୁ କୌଣସି ବିଷାକ୍ତ ଦ୍ରବ୍ୟ ଦେଇ ବାପା ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୁଲିସ। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ଅସ୍ପଷ୍ଟ ରହିଛି। ନୟାଗଡ଼ ସହରର ଦେବୋତ୍ତର କଲୋନୀର 4 ନମ୍ବର ଲେନ୍ରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା। ମୃତକ ଦ୍ୱୟ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ 5 ବର୍ଷର ଝିଅ ପଲକ ବିଶ୍ୱାଳ। ତେବେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗଲା 3 ମାସ ହେଲା ଦ୍ୱିତୀୟ ପତ୍ନୀଙ୍କୁ ବିବାହ କରିଥିଲେ। ତେବେ ସବୁକିଛି ଠିକ୍ଠାକ୍ ଚାଲିଥିଲା। ଗଲା ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ ଏବଂ 2 ଦିନ ପରେ ନୟାଗଡ଼ ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟଟି ବନ୍ଦ ରହିଥିଲା। ତେବେ ଭିତରୁ ତାଲା ପଡ଼ିଥିବା ଦେଖି ଅନେକ ସମୟ ପର୍ଯ୍ୟନ୍ତ କବାଟ ବାଡ଼େଇଥିଲେ। ପରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ। ତେବେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ୍ ଥାନା ପୁଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲେ। ତେବେ ଘର ଭିତରେ ବାପର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବାବେଳେ 5 ବର୍ଷର ଝିଅର ମୃତଦେହ ବେଡ୍ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୁଲିସ ଅନୁମାନ କରୁଛି। ତେବେ ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ନୟାଗଡ଼ରୁ ଜ୍ୟୋତିରଞ୍ଜନ ମହାରଣାଙ୍କ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।